ତିଆରି ହେଇଥିଲା ଜବାହରଲାଲ ନେହେରୁଙ୍କ ଠାରେ ଆଜ୍ଞା କଂଗ୍ରେସ ଦଳ ଉତ୍ପତ୍ତି ଆମ ଓଡ଼ିଶାରେ ପ୍ରଥମ ଚିଫ ମିନିଷ୍ଟର ହେଲେ କିଏ ହରେକୃଷ୍ଣ ମହତାବ କଂଗ୍ରେସ ଇଏ କଂଗ୍ରେସ ହେଲାକୁ କି ହାତ ନେଇଗଲେ ହାତ ତ ନଥିଲା ପ୍ରଥମରୁ ସିଏ ଅନ୍ଧାର କୋଠରୀରେ ହାତ ତିଆରି ହେଇନି ଆଉ ପଦ୍ମ ନେଇଗଲେ ବିଜେପି ଶଙ୍ଖ ନେଇଗଲେ ବିଜେଡି ଆଉ ରହିଲା କଥା ଆମେ ତମେ ଯଦି ଆଗ ଧାଡ଼ିର ଗାୟକ ହେଇ ଏଇଭଳିଆ ନବଦକିଆ ବାହାପିଆଙ୍କୁ ଭଳିଆ କଥାବାର୍ତ୍ତା କରି ହବ କେମିତି ହବନି ପାଲା ବଞ୍ଚିବନି କାହିଁ এই যে কথা পুঞ্জিক কହୁଛ তা ভিতরে মীমাংসা করা দরকার তুমি কইলে কোন না কর্ম হচ্ছে দুই কইলে কর্ম দুই বলিলে পদটি অকর্মে বাসুদেব প্রীতি কর্ম করিলে খেল জানতি কইলে অকর্মটা চুরি করিবা ডকায়ত করিবা পরনারী হরণ করিবা এই অকর্ম নুহ যদি এটা অকর্ম হয়ে যান্তা তাহলে আপন যে সীতাঙ্ক হরণ করিকি নেলে সেটা অকর্ম নুহ তাকে গাঁরে কর্ম হয়েছিল আরে কর্ম তো পাঁচে অকর্ম বিকর্ম সুকর্ম কর্ম কুকর্ম অকর্ম বিকর্ম কুকর্ম সুকর্ম কর্ম পাঁচ কর্ম তার ভিতরে অকর্ম কাহাকে কইবা অকর্ম অকার বাসুদেব সিয়াতা আকার পিতামহ অকর্ম কইলে অকইলা কে ভগবান কারণ কাহিকি আপনার শ্রীমদ ভগবত গীতার ভগবান ব্যাস কহନ୍ତି অক্ষারণং মোকারস্মি দ্বন্দ্ব সমাসিকস্য অহং মেবাখ্যেক ভাতাঃ বিশ্বত মুখ ভগবান নিজে কৃষ্ণ কহিলে হে সখা অর্জুন অক্ষরଙ୍କ ମଧ୍ୟରେ ମୁଁ ହଉଛି ଦ୍ୱନ୍ଦ ସମାସିକସ୍ୟ ବୋଲେ ସମାସ ମାନଙ୍କ ମଧ୍ୟରେ ମୁଁ ହଉଛି ଦ୍ୱନ୍ଦ ସମାସ ଅହଂ ମେବାଖ୍ୟେକାର ହଉଛି ଅକ୍ଷୟ ମୁଁ ହଉଛି କାଳ ଭାତଃ ବିଶ୍ୱତ ମୁଖ ମୁଁ ହଉଛି ସର୍ବବ୍ୟାପକ ବିଧାତା ମୁଁ ହେଉଛି ସର୍ବକର୍ମ ଫଳଦାତା বাসুদেবঙ্কর কর্ম অকর্মে বাসুদেব প্রীতি অর্থাৎ অযুক্ত কর্ম সমানে অকর্ম ওর যে কর্ম আগে সে অকর্ম ওর কি কর্ম ও হেউଛନ୍ତି বাসুদেব বসুদেব সে অপত্য কুমার যোশ বাসুদেব ভগবান কৃষ্ণ হেলে তাহলে তাঙ্কর কর্ম কোন না কর্মেন্দ্রিয় মানবକୁ নিজ আয়ত্ତରେ ରଖି ଈଶ୍ୱରଙ୍କୁ ଉପାସନା କରିବା ହେଉଛି ଅକର୍ମ ଆଖି ଆଗେ ଦେଖୁଛି ଆଖି କିଛି ଦେଖିବନି କାନ ଶୁଣୁଛି କାନ ଶୁଣିବନି ନାକ ଆଘ୍ରାଣ କରୁଛି ନାକ ଆଘ୍ରାଣ କରିବନି ହାତ କାମ କରୁଛି କିଛି କରିବନି ପଦ୍ମାସନ ପକେଇ ଅର୍ଦ୍ଧରୁଷ୍କଳିତ ଚକ୍ଷୁରେ ଅର୍ଦ୍ଧପବନ ଊର୍ଦ୍ଧ୍ୱରେ ପଡ଼ି ଯେ ଈଶ୍ୱରଙ୍କୁ ଆରାଧନା କରେ ଯେ ବ୍ରହ୍ମକୁ ଦର୍ଶନ କରିବା ପାଇଁ ବାରମ୍ବାର ଚେଷ୍ଟା ପ୍ରଚେଷ୍ଟା ଜାରି ରଖେ ସେଇ ହଉଛି ଜ୍ଞାନୀ ମଣ୍ଡଳୀର କର୍ମ ବୋଲେ ଅକର୍ମ ଚୋରି ଡକାୟତ ନୁହଁ କାରଣ ସେ ବଡ଼ ଗାୟକ ବେଶୀ କହିବାକୁ କିଛି ଆବଶ୍ୟକ ନାହିଁ କିନ୍ତୁ ଟିକେ ସଜାଇ ହେଇଗଲେ ଭଲ ବହୁତ କଥା କହିକି କେତେ ଭୁଲ କରିବା ଠିକ କଥା ନୁହଁ କାହିଁକି ନା ହଁ ପଛଧାରୀ ଗାୟକ ହେଇଥାନ୍ତ ତମେ ଯାହା କଲ କଲ ଆମେ ଆଉ ତମଠୁ କଣ ଶିଖିବୁ କେତେ ପଣ୍ଡିତ ମାନେ ଅଛନ୍ତି ସମସ୍ତଙ୍କୁ ଠକିକି ଯାଉଛି ଏଠି ନାଇଁ ସେମିତି ନୁହଁ ଭାଇ ଛଡ଼ା ମୋ ପ୍ରସଙ୍ଗ ଉପରକୁ ଆମେ ଆସିଲ ବୋଲେ ଉଗ୍ରତାର ସୁଳପାଣି ସୁଭଦ୍ରା ଭୁବନେଶ୍ୱରୀ ନୀଳାଦ୍ର ଉଚ୍ଚ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳିକା ପଞ୍ଚୁ ଭାଇ ଦକ୍ଷିଣ କାଳିକାଙ୍କର ସ୍ୱରୂପ ହେଉଛନ୍ତି ଆଜ୍ଞା ଆପଣମାନଙ୍କର ଜଗନ୍ନାଥ ଜ୍ଞାନୀ ମଣ୍ଡଳୀ ଆପଣମାନଙ୍କର ଇଏ ବିଶ୍ୱରେ ହୁଏତ ଏକ ସାଧାରଣ ଗଣନା ଅନୁଯାୟୀ 748
করেছি সবুঠি জগন্নাথଙ୍କର পরিকল্পনা କରାଯାଇଛି ସବୁଠି ଜଗନ୍ନାଥଙ୍କ ଭଳି ଜଗନ୍ନାଥ ହୋଇଛନ୍ତି କିନ୍ତୁ ଜଗନ୍ନାଥ ଯେଉଁ ସିଂହାସନ ଉପରେ ପୁରୀରେ ବସିଛନ୍ତି ଜଗନ୍ନାଥ ନିରାଞ୍ଚଳ ଧାମରେ ଯେଉଁ ରତ୍ନବେଦୀ ଉପରେ ବସିଛନ୍ତି ସେମିତି ସିଂହାସନ କେଉଁଠି ନାହିଁ କି ଚାହିଁଲେ ଆଉ କୋଉଠି ତିଆରି ହୋଇପାରିବ ନା রত্নবেদীর দৈর্ঘ্য কেতে প্রস্থ কেতে উচ্চতা কেতে আগে আপনার বিনোদ পড়া গৌরচরণ সামন্ত সিং আজ্ঞা ম্যাথমেটিক্স টিচর সেই কহতে আগে তাঙ্ক বহিরে বলে রত্নবেদীর দৈর্ঘ্য উচ্চতা হচ্ছে 4 ফুট 16 ফুট দৈর্ঘ্য বিশিষ্ট 13 ফুট প্রস্থ বিশিষ্ট 4 ফুট উচ্চতা বিশিষ্ট রত্নবেদী উপরে বসিଛନ୍ତି জগন্নাথ বিশ্বরে কেহি নাহাନ୍ତି 16 ফুট দৈর্ঘ্য প্রস্থ 13 ফুট উচ্চতা 4 ফুট বিশিষ্ট সিংহাসন তিଆରି କରି ପାରିବେ 35 ফুট କରିଦେବେ ତାହାକେ ତିଆରି ହେଇପାରିବନି କୋଉଠି କାହିଁକି ହେଇପାରିବନି না আজ্ঞা যেতবে জগন্নাথଙ୍କୁ জগত গুরু শঙ্করাচার্য পুনঃ প্রতিষ্ঠা কলে সেই পুনঃ প্রতিষ্ঠা করিবা বেলে সে রত্নবেদী উপরে 108 সাল গ্রামপতি ଦେଇଛନ୍ତି জগন্নাথ 108 সাল গ্রাম উপরে বসিଛନ୍ତି পুরুষোত্তম কিন্তু শূদ্রমুনি শারদাস কহিলে সে সিংহাসন হচ্ছে অপূর্ব সিংহাসন আশ্চর্য সিংহাসন সে সিংহাসন উপরে জগন্নাথ বসি নাহাନ୍ତି বসিଛନ୍ତି কিরে শূদ্রমুনি শারদাস আগে আপনাদের ওড়িয়া মহাভারত বলে অপূর্ব সিংহাসন কু হে পটান্তর নাহি ये उड़ाकार विष्णु दही है विजय कोरी বিষ্ণু দহি বিজয় করি ছড়ি অর্থাৎ সে রত্নবেদী উপরে সে রত্ন সিংহাসন উপরে বসিଛନ୍ତି ଆପଣମାନଙ୍କର ଅନାକାର ବିଷ୍ଣୁ অনাকার বিষ্ণু কিয়ে অনাকার বিষ্ণু অনাকার কলে কোন বলুছ মানে ଯୋଉ ବିଷ୍ଣୁ ସିଧାର ବସି ସେ ସିଧା ଏ ବି ଅଣେ ହେଇକି ବସବେ ସେ ଅଣାକାର ବିଷ୍ଣୁ ଆଉ ନିଦା ବିଷ୍ଣୁ ସେ କେ ପ୍ରକାଶଟା ହେଇଥିଲେ ପଣ୍ଡିତଟା ଯିଏ ଅଣେ ହେଇକି ବସେ ସେ ଅନାକାର ବିଷ୍ଣୁ ପଣ୍ଡିତ অনাকার বিষ্ণু আজ্ঞা জগন্নাথଙ୍କୁ ଆମେ ଅପାରୁଷ ଦାରୁବ୍ରହ୍ମ ପୂର୍ଣ୍ଣବ୍ରହ୍ମ ବୋଲି କହୁଛେ শাস্ত্রানুমোদিত কথা অনুযায়ী জগন্নাথ হচ্ছেন দারুব্রহ্ম পূর্ণব্রহ্ম তাহলে জগন্নাথ যদি অনাকার বিষ্ণু ভক্ত সারিয়া কহিলে কলে গরুড় পথ
ପଛରେ ଯଦି ଆପଣମାନେ ରହିବେ ଜଗନ୍ନାଥ ଆପଣଙ୍କୁ ଦେଖାଯିବେ ଦେଖାଯିବେ ତାହେଲେ କାହିଁକି ହତସାରିଆ କହିଲେ ଆମେ ଗରୁଡ଼ ସ୍ତମ୍ଭର ପଶ୍ଚାତ ଭାଗରେ ରହିଲେ ଜଗନ୍ନାଥଙ୍କୁ ଦେଖିପାରିବାନି ସିଧାସଳଖ ଏକ ଭାଙ୍ଗିରେ ଦେଖିବା ବାମ ପାର୍ଶ୍ୱକୁ ଦକ୍ଷିଣ ପାର୍ଶ୍ୱକୁ ତାହେଲେ କାହିଁକି ଗରୁଡ଼ ପଛରେ ଦେଖ କହିଲେ ପୁଣି କହିଲେ ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଆପଣମାନେ ଆଜ୍ଞା ସମସ୍ତେ ଜାଣନ୍ତି ଆମର ପାଞ୍ଚ ମନ ଅମନ କୁମନ ବିମନ ସୁମନ ମନ ତାହେଲେ ଥକା ମନ ୟା ଭିତରେ ଅଛି କି ଥକା ମନ କଣ ଆଜ୍ଞା ଏ ସଂସାର ରୂପକ ବାଟରେ ମନ ଆଜ୍ଞା ଦୌଡ଼ି 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 ଇଏ ସଂସାର ରୂପକ ବାଟରେ ଆଜ୍ଞା ଦୌଡ଼ି ଦୌଡ଼ି କରୁଛୁ ନା ମାୟା ଜଞ୍ଜାଳ ପଛରେ ଦୌଡ଼ିଛି ପୁଅ ମୋର ଝିଅ ମୋର ସ୍ତ୍ରୀ ମୋର ଘର ମୋର ବ୍ୟାଙ୍କ ବାଲାନ୍ସ ମୋର କୋଠା ମୋର ଏଇ ପଛରେ ଦୌଡ଼ି ଦୌଡ଼ି ଆଜ୍ଞା ତା ସମୟଟା ଚାଲିଗଲା ଯେତେବେଳେ ବୃଦ୍ଧା ସମୟ ଆସିଲା ପୁଅ ଆଉ ପଚାରିଲାନି ଝିଅ ପଚାରିଲାନି ସ୍ତ୍ରୀ ପଚାରିଲାନି କେହି ଯେତେବେଳେ ପଚାରିଲେନି ସେତିକି ବେଳେ ମନଟା ଆଜ୍ଞା ଥକିଗଲା ସଂସାର ରୂପକ ବାଟରେ ଦୌଡ଼ି ଦୌଡ଼ି ଥକି ଯାଇଥିବା ମନଟା ହିଁ ଥକା ମନ ଅର୍ଥାତ ଥକିଗଲା ପରେ ଚିନ୍ତା କଲା ହେ ଜଗନ୍ନାଥ ଜଗନ୍ନାଥ ମୁଁ ଟିକେ ଦର୍ଶନ କରିବାକୁ ଟିକେ ଯାଆନ୍ତି କିନ୍ତୁ ମୋ ପାଦ ଚାଲିଲା ବେଳେ ମୁଁ ଦିନେ ଚିନ୍ତା କରିନଥିଲି ଆଜି ମୋ ଯିବା ପାଇଁ ପାଦ ସାଥ ଦଉନି ତୋ ନାମ ଗାଇବାକୁ ଇଚ୍ଛା ଥିଲେ ମଧ୍ୟ ତୁଣ୍ଡ ସାଥ ଦଉନି ତେଣୁକରି ସଂସାର ରୂପକ ବାଟରେ ଦୌଡ଼ି ଦୌଡ଼ି ଥକି ଯାଇଥିବା ମନଟା ହେଉଛି ଥକା ମନ ଗରୁଡ଼ ପଛରେ ଦେଖ କାହିଁକି ଲେଖିଲେ ଗରୁଡ଼ ପଛରେ ତ ଜଗନ୍ନାଥ ଦେଖାଯିବେନି ତାହେଲେ କାହିଁକି ଲେଖିଲେ ଠିଆ ହ ତମର ପଛଟା କୋଉଟା ତମର ଆଗ ଆପଣ ଲଗାଇକି ଦେବ ତାହେଲେ ତ ଖାଇବି ଆଉ ନାଇଁ ଆଜ୍ଞା ଆମର ଆଗଟା କିଏ ମୃତ୍ୟୁ ଅହନି ଅହନି ଭୂତାନି ଗଛନ୍ତି ଯମ ମନ୍ଦିରେ ଆମେ ସବୁଦିନ ଗୋଟିଏ ଗୋଟିଏ ପାଦ ମୃତ୍ୟୁ ମନ୍ଦିର ଆଡ଼କୁ ମୃତ୍ୟୁ ନିକଟକୁ ଆଜ୍ଞା ପକଉଛେ ତେଣୁକରି ଆଗଟା ହଉଛି ମୃତ୍ୟୁ ପଛଟା ହଉଛି ମାର ଗର୍ଭ ତେଣୁକରି ଗରୁଡ଼ଙ୍କର ପଛ କିଏ ଗରୁଡ଼ଙ୍କର ମା ହେଉଛନ୍ତି ବିନତା ଗରୁଡ଼ଙ୍କର ପଛ ହଉଛି ମାର ଗର୍ଭ ମାଙ୍କର ହଉଛି ବିନତା ଅର୍ଥାତ ଜଗନ୍ନାଥଙ୍କ ନିକଟକୁ ଗଲେ ସେ ଗରୁଡ଼ଙ୍କ ପଛରେ ଠିଆ ହୁଅନ୍ତୁ କି ଆଗରେ ଠିଆ ହୁଅନ୍ତୁ କିଛି ଆଜ୍ଞା ଯାଏସ୍ ନାହିଁ ବିନୟୀ ହୋଇ ବିନୀତ ଭାବରେ ବିନମ୍ର ନିବେଦନ କରି ଜଗନ୍ନାଥଙ୍କୁ ଆଜ୍ଞା ଟିକେ ଦୁଃଖ ଜଣେଇଲେ ଜଗନ୍ନାଥ ଶୁଣିବେ ଶୁଣିବେନି ଆଜ୍ଞା ଜଗନ୍ନାଥଙ୍କୁ କହିଲେ ଜଗନ୍ନାଥ କିଛି ଆଜ୍ଞା ଶୁଣିବେନି କାହିଁ ଶୁଣିବେନି କହିଲେ ଚାଲ ବଳରାମଙ୍କୁ କହିବା ଘରର ମୁରବୀ ହେଉଛନ୍ତି ବଳଭଦ୍ର ଆଜ୍ଞା ଆପଣଙ୍କ ପୁଅକୁ ଜଣେ ଆସି କିଛି କଥା ପଚାରିଲେ ଆପଣଙ୍କ ଡିସିସନ ନ ନେଇ ସେ କିଛି ଉତ୍ତର ଦେଇପାରିବ ମୀମାଂସା କରିପାରିବ ତାଙ୍କ ବଡ ଭାଇ ଜ୍ୟେଷ୍ଠ ଭ୍ରାତ ପିତୃସମ ବଡ ଭାଇ ବଳଭଦ୍ରଙ୍କ ଆଗରେ ଯଦି ଆମେ ଦୁଃଖ କହିବା ତାହେଲେ ବଡ ଭାଇ ଯଦି ଆଜ୍ଞା କହିବେ ଜଗନ୍ନାଥଙ୍କୁ ଜଗନ୍ନାଥ ଆପଣଙ୍କର ଦୁଃଖ ମୋଚନ କରିବେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଯେ ଆମେ ଆଜ୍ଞା ଆଜି ଯାଇ ସେଇ କଥା ପାଉଛେ ଇଏ ପର୍ଯ୍ୟନ୍ତ ପ୍ରଶ୍ନ ତ ତ୍ରୁଟି ମାନେ କହିପାରି ନାହାନ୍ତି ଇଏ ଗରୁଡ଼ ସ୍ତମ୍ଭ କେଉଁଥିରେ ତିଆରି ହେଇଛି କେହି କେହି ଆଜ୍ଞା କହନ୍ତି ମହାମନୀଷୀ ମାନେ ବା ପୁରାଣଜ୍ଞ ମାନେ କେହି କେହି କହନ୍ତି ଇଏ ଗରୁଡ଼ ସ୍ତମ୍ଭ ତିଆରି ହୋଇଛି ବ୍ରହ୍ମ ଜାତୀୟ ହୀରାରେ চৈতন্য মহাপ্রভু আজ পুরী আসি পৌঁছিলে সর্বপ্রথমে সে
ଗରୁଡ଼ ସ୍ତମ୍ଭର ପଶ୍ଚାତ ଭାଗରେ ରହି ଗରୁଡ଼ ସ୍ତମ୍ଭକୁ ଗୋଳାଗତ କରିଥିବାର ତାଙ୍କ ଅଙ୍ଗୁଳିର ଛାପ ଏ ପର୍ଯ୍ୟନ୍ତ ଗରୁଡ଼ ସ୍ତମ୍ଭରେ ଅଛି। ତା ଉପରେ ବିଭିନ୍ନ ପ୍ରକାର ମାର୍ବଲ ଟାଇଲ ଖୋଦା ହେଇଗଲାଣି ବୋଲି ଛାପ ଦେଖାଉନି, କିନ୍ତୁ ସେଇ ଆଗେ ସତତରେ ଗୋଳାଗତ କରିଥିଲେ ଗରୁଡ଼ ସ୍ତମ୍ଭକୁ। ଆଉ ଗୋଟେ ବିଜ୍ଞାନ କାରଣ, ଭଗବାନଙ୍କର ଉପରେ ବିଶ୍ୱାସ ରଖି ଜଗନ୍ନାଥଙ୍କ ଉପରେ ବିଶ୍ୱାସ ରଖି ଯଦି ଗରୁଡ଼ ସ୍ତମ୍ଭକୁ ଆପଣ ଗୋଳାଗତ କରିବେ ତାହେଲେ ଆପଣଙ୍କର ଯଦି ହୃଦ ରୋଗ ଥାଏ, ହାର୍ଟ ରୋଗ ଥାଏ, ତାହେଲେ ଆପଣ ହାର୍ଟ ରୋଗରୁ ମୁକ୍ତି ପାଇବେ। ଗରୁଡ଼ ପଛରେ ଠିଆ ହେଲେ ଜଗନ୍ନାଥଙ୍କୁ ଡାକିଲେ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ। ତମେ ଡାକିଲ, ତମ ସାଙ୍ଗରେ କିଏ ଯାଇଥିଲେ? ସ୍ତ୍ରୀ କହୁନ ପାଲା ପାଲା କଣ କହିଲେ? ତମ ସ୍ତ୍ରୀ ସେଇଆ କହିଲା, ତମ ପୁଅ ସେଇଆ କହିଲା, ଝିଅ ସେଇଆ କହିଲା। ତୁ ତମ ସ୍ତ୍ରୀର ତମେ ହଉଛ କଣ? ହଁ ତମ ସ୍ତ୍ରୀର ତମେ ହଉଛ ସ୍ୱାମୀ। ଆରେ ପାଟିରେ ଟିକେ ଲଗାମ ଦିଅ। ଓଡ଼ିଶାର ବିଦେଶ କଳା, ପାଣ୍ଡିତ୍ୟ କଳା, ନିଜସ୍ୱ କଳା ଆଜ୍ଞା ପାଲା। ତେଣୁକରି ହଁ ତମ ଗାଁ ପଠୁଛୁ ତ ଦେଖନ୍ତୁ ଆଜ୍ଞା ମଉସା, ତାହେଲେ ତମ ସ୍ତ୍ରୀ ଯଦି ଦେବାର ସ୍ୱାମୀ, ତାହେଲେ ଜଗନ୍ନାଥଙ୍କୁ ସେ ସ୍ୱାମୀ ବୋଲି ସମ୍ବୋଧନ କଲେ କେମିତି? ହଁ ନାଇଁ, ସେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ। ତମେ ପୁରୁଷ ନା ନାରୀ? ହଁ ଦିଅ ବର୍ଷାକୁ ଗଲେ ଦେଖେଇବି, ବର୍ଷାକୁ ଗଲେ ଆଧାର କାର୍ଡ ଦେଖେଇବି। ବର୍ଷାରେ ରଖିଛି ଆଧାର କାର୍ଡ, ଦେଖିବି ଆଧାର କାର୍ଡରେ ପରିଷ୍କାର ଲେଖାଇଛି ଲିଙ୍ଗ ପୁରୁଷ। ବୁଢାକୁ ମାର୍କ ସାରାଣି ଆଉ ଜିନିଷ ହାତ ଲଗେଇକି ହଉଛ। ଆରେ ତମେ ଯଦି ପୁରୁଷ, ତମରି ଆଗରେ ତମରି ପାଖରେ ଠିଆ ହେଇ ଜଗନ୍ନାଥଙ୍କୁ ସ୍ୱାମୀ ବୋଲି ସମ୍ବୋଧନ କଲା କେମିତି ତମ ସ୍ତ୍ରୀ? ନାଇଁ, ଆମେ ସମସ୍ତେ କହୁଛେ ଆଜ୍ଞା ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ। ଏଥିରୁ ସ୍ପଷ୍ଟ ଅନୁମାନ ଆମେ ସମସ୍ତେ ହଉଛେ ନାରୀ, ଆମେ ଜଗତ ହଉଛେ ନାରୀ। ତାହେଲେ ପୁରୁଷ କିଏ? ଅତିବର ଜଗନ୍ନାଥ ଦାସ, ଯେ ଓଡ଼ିଆ ଭାଗବତର ସ୍ରଷ୍ଟା ଆଜ୍ଞା। ମାଙ୍କର ବାପାଙ୍କ ନାଁ ଭଗବାନ ଦାସ, ମାଙ୍କର ହଉଛି ପଦ୍ମାବତୀ। ସେଇ କପିଳେଶ୍ୱରପୁର ଶାସନ ଅତିବର ଜଗନ୍ନାଥ ଦାସ କହିଲେ ପୁରୁଷ একমাত্র পুরুষ হেউଛନ୍ତି মুরারি যাকি কৃষ্ণ। ଆମେ ନାରୀ ପୁରୁଷ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଆଜ୍ଞା ଆମେ ମାନେ ସମସ୍ତେ ନାରୀ। একমাত্র পুরুষ ହେଉଛନ୍ତି କୃଷ୍ଣ ଜଗନ୍ନାଥ। ତାହେଲେ ପଞ୍ଚୁ ଭାଇ ଅଚ୍ୟୁତାନନ୍ଦ ଗୋସ୍ୱାମୀ କହିଲେ ଭାଗବତରେ ଜଗନ୍ନାଥଙ୍କୁ ସମ୍ମାନ ଦେଲେ, କହିଲେ ଜଗନ୍ନାଥ ପୁରୁଷ ନିଶ୍ଚିନ୍ତ, କିନ୍ତୁ ସେ ବି ନାରୀ। କହିଲେ ଭାଗେ ତ ଶ୍ରୀ ଭାଗେ ହରି ରୂପେ ଭାଗବତ ହରି ଜଗନ୍ନାଥଙ୍କର ଗୋଟେ ଭାଗ ହେଉଛି ହରି ବୋଲନ୍ତେ କୃଷ୍ଣ, ଆଉ ଏକ ଭାଗ ହେଉଛନ୍ତି ଶ୍ରୀ ବୋଲନ୍ତେ ରାଧା। ଅର୍ଥାତ୍ ଜଗନ୍ନାଥଙ୍କର ଏକ ଭାଗ ହେଉଛନ୍ତି ରାଧା, ଆଉ ଏକ ଭାଗ ହେଉଛନ୍ତି କୃଷ୍ଣ। ତାହେଲେ
লেখা ଆଜ୍ଞା କଣ କହିଥିଲି ଅଣାକ୍ଷର ଯାହାକୁ କହି ଇଏ ଉଠେ କୁଣ୍ଡିରା ଉଠେ କମାଇ ଅଣାକ୍ଷର ଯାହାକୁ କହି ଉଠେ କୁଣ୍ଡିରା ଉଠେ କମାଇ ଅଣାକ୍ଷର ଯାହାକୁ କହି ଶିବ ପରମରେ ଭେଟା ଭେଟି ହେ 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 ଭୁବନ ସିନା ପୁଣ୍ୟ ବିଷୟୀ ଅଣାକ୍ଷର ଯାହାକୁ କହି ଅଧେ କମିନା ଅଧେ କମାଇ ଅଣାକ୍ଷର ଯାହାକୁ କହି ଦେଖନ୍ତୁ ଆଜ୍ଞା ସର୍ବପ୍ରଥମେ କହିଥିଲି ଯିଏ ଅଣାକ୍ଷର ସେ ହେଉଛନ୍ତି ଅଧେ ପୁରୁଷ ଆଉ ଅଧେ ନାରୀ ସେଇ କଥା ଅଚ୍ୟୁତାନନ୍ଦ ଗୋସ୍ୱାମୀ କହିଲେ ଭାଗେଙ୍କ ଶ୍ରୀ ଭାଗେ ହରି ରୂପେ ଭାଗବତ କରେ ତେଣୁକରି ଭାଗେ ଶ୍ରୀ ଆଉ ଭାଗେ ହରି ସେ କହିଛନ୍ତି କଣ ଅଧେ ପୁରୁଷ ଅଧେ ନାରୀ ତାହେଲେ ଜଗନ୍ନାଥ ଆଜ୍ଞା ହେଉଛନ୍ତି କଣ ଅଣାକାର ବିଷ୍ଣୁ କିନ୍ତୁ ଆମେ ଜଗନ୍ନାଥ କୁ ଅନେକ ଥର ଆଜ୍ଞା ବାରମ୍ବାର ଜାଣିଛେ ପୁରାଣରୁ ପଢିଛେ ଜଗନ୍ନାଥଙ୍କ ବିଷୟରେ ଜାଣିଛେ ଜଗନ୍ନାଥ ପୁରୁଷ ପୁରୁଷ ଜଗନ୍ନାଥ ପୁରୁଷ ବୋଲି ଅନେକ ପ୍ରମାଣ ଅଛି ଆଜ୍ଞା ତୁ ଜଗନ୍ନାଥ ନାରୀ ବୋଲି ଯଦି ଆଜି ଏ ବନ୍ଦାଣ ମଞ୍ଚରେ ଆଜ୍ଞା ପ୍ରମାଣିତ ନ ହେବେ ତାହେଲେ ଜଗନ୍ନାଥ କେବେ ଅଣାକ୍ତ ପୂର୍ଣ୍ଣତମ ହେଇପାରିବେ ନାହିଁ ତାହେଲେ ଯିଏ ଅଣାକାର ବିଷ୍ଣୁ ସେ ଅଧେ ପୁରୁଷ ଅଧେ ନାରୀ ଜଗନ୍ନାଥ ଯଦି ଅଣାକାର ବିଷ୍ଣୁ ତାହେଲେ ଅଧେ ପୁରୁଷ ଅଧେ ନାରୀ ହେବେ ତାହେଲେ ପୁରୁଷ ବୋଲି ଅନେକ ପ୍ରମାଣ ଆମେ ପାଇଛେ ଯଦି ନାରୀ ବୋଲି ପ୍ରମାଣିତ ନ ହେବେ ଜଗନ୍ନାଥ ତାହେଲେ ସେ ଅଣାକାର ବିଷ୍ଣୁ ହେଇପାରିବେ ନା ତେଣୁକରି ଆଜ୍ଞା ଜଣେ ନାରୀର ଜୀବନ ସେଇଦିନ ସାର୍ଥକ ହୁଏ ଲମ୍ବା ସେ ଜଣେ ଉପଯୁକ୍ତା ନାରୀ ବୋଲି ସମାଜିତ ହୁଏ ବିଶ୍ୱରେ ସେ ସମାଜ ଗ୍ରହଣ କରେ ସେ ଜଣେ ଉପଯୁକ୍ତା ନାରୀ ବୋଲି ଯୋଉଦିନ ସେ ଯୋଉଦିନ ଗର୍ଭଧାରଣ କରେ ଏବଂ ଗୋଟିଏ ନୂତନ ସନ୍ତାନଟିଏ ବିଶ୍ୱକୁ ଆଜ୍ଞା ଧାରଣ କରେ ସେଇଦିନ ଆମେ କହୁ ଇଏ ଜଣେ ଉପଯୁକ୍ତା ନାରୀ ଇଏ ସମାଜ ଗ୍ରହଣ କରେ ସେ ଜଣେ ଉପଯୁକ୍ତା ନାରୀ ତାହେଲେ ଜଗନ୍ନାଥ ଯଦି କୋଉଦିନ ଗୋଟେ ସନ୍ତାନଟେ ଜନ୍ମ ଦେଇଥିବେ ତାହେଲେ ନିଶ୍ଚିତ ଭାବରେ ଜଗନ୍ନାଥ ନାରୀ ବୋଲି ପ୍ରମାଣିତ ହେବେ ପଞ୍ଚୁ ଭାଇ ତାହେଲେ ମହାପ୍ରଭୁ କେଉଁଦିନ ଆଜ୍ଞା କରନ୍ତି ପ୍ରସବ କେବେ ନାରୀ ବୋଲି ଜଗନ୍ନାଥଙ୍କୁ ଜଗତ ମାତିବା ତାହେଲେ ଜଗନ୍ନାଥ ଯଦି ଆରେ ବାପ ଆରେ ବୋଲେ ଜଗନ୍ନାଥଙ୍କୁ ଯଦି ଜଗନ୍ନାଥ ଗୋଟିଏ ଆଜ୍ଞା ଛୁଆଟେ କୋଉଦିନ ଜନ୍ମ ଦେଇଥିବେ ତାହେଲେ ଆମେ ଜାଣିବା ଜଗନ୍ନାଥ ହେଉଛନ୍ତି ନାରୀ ତାହେଲେ ଜଗନ୍ନାଥ କୋଉଦିନ ପ୍ରସବ ଆଜ୍ଞା କରନ୍ତି ଆପଣମାନଙ୍କର ଅଚ୍ୟୁତାନନ୍ଦ ଗୋସ୍ୱାମୀ କହିଲେ ଆପଣଙ୍କର ଯୋଉ 10 ଅବତାର ଅଛି ମତ୍ସ୍ୟ କଶ୍ୟପ ବରାହ ନୃସିଂହ ବାମନ ପରଶୁରାମ ରାମ ବଳରାମ ବୁଦ୍ଧ କଳବି କିନ୍ତୁ 10 ଅବତାର ଅଛନ୍ତି ଏ 10 ଅବତାର ଆସିଲେ କୋଉଠୁ ଆସିଲେ ଆଜ୍ଞା 10 ଅବତାର ପରେ ସକଳେ ନୀଳାଦ୍ରିରେ ସ୍ଥିତି ଆଉ ଏ ପୁଷ୍କରେ ଉତ୍ତମତି ବୋଲେ ସକଳ ନୀଳାଦ୍ରିରେ ସ୍ଥିତି ଆଜ୍ଞା ବିଶ୍ୱରେ ଯାହା ଅଛି ଏ ଜଗତରେ ଯାହା ଅଛି ଶ୍ରୀକ୍ଷେତ୍ରରେ ସେଇଆ ଅଛି যে তু সকলে উত্তপতি বলে সকল অবতার মান জাত হো বসে জাত হো বলে সকল অবতার মান
জাত হইল পশে পুণ অর্থাৎ জগন্নাথଙ୍କ ଦେହରୁ ଆଜ୍ଞା ଏ ଦଶ ଅବତାର ଉତ୍ପତ୍ତି ହୁଅନ୍ତି ପୁନଃ ଯେତେବେଳେ ତାଙ୍କ ଲୀଳା ଖେଳା ସାରି ଯୋଉ କାମ ପାଇଁ ଆସନ୍ତି ସିଏ ସେ କାର୍ଯ୍ୟକୁ ସମାପନ କରି ପୁନଃ ଜଗନ୍ନାଥଙ୍କ ଦେହରେ ଲୀନ ହେଇଯାଆନ୍ତି। କହିଲେ ଅଚ୍ୟୁତାନନ୍ଦ ଗୋସ୍ୱାମୀ ପରେ ଅବତାର ଦୋଷ ଏହି ଦାରୁ ରୂପ ଏହି ଦାରୁରେ आपण मानकर जगन्नाथ चरितामृतरे विवाकर दास जहा कहिले कहले सकल अवतार मान जात होइल पछे अच्युतानंद गोस्वामी सही कथा मध्य कहिले कहले दश अवतार कि जगन्नाथ देहरु सृष्टि हुंती पुनः जगन्नाथ देहरे लीन हुंती ए कथा आदि मनकु न आसे कहले जगन्नाथ आज्ञा गोटे छुआटे जन्म देई छंती कोदिन आज्ञा जगन्नाथ को वर्ष के थरे नारी बेश करा जाए मंदिर आज्ञा बसियान पंडा माने पूजारी माने जगन्नाथ को संपूर्ण नारी बेश करांती एवं जगन्नाथ गर्भधारण करती जगन्नाथ सुख प्रसव करिवे बोली सुख रे आज्ञा प्रसव करिवे बोली तांको गोटे भोग आज्ञा सेही दिन संध्या बेलु खाइबा को दिया जाए भोग नाटा कोन से भोग नाटा आज्ञा कोन बोले सेही भोग नाम जेउट बोलिन शास्त्रे रहिछि प्रमाण जगन्नाथ सुखरे प्रसव करिया बोली सेही दिन संध्या बेले तांकु गोटे भोग खाइबा को दिया जाए से भोग ना होती जेउट से जेउट भोग खाइले जगन्नाथ सुख प्रसव करिवे और तुम कि नहीं देखिबा कि सत कि मिछ कथाटा देखंतु कोउ दिन से दिनटा ना भाद्र मास कृष्ण पक्ष अष्टमी तिथि रे अष्टमी तिथि संध्या बेले जगन्नाथ को जेउट भोग दिया जाए एवं ठीक 8 बड़ी राति रे जगन्नाथ आज्ञा जन्म करती चतुर्थ स्कंद चतुर्थ अध्याय 10म स्कंद गोपलीला बोले आकाशे अष्टमी तिथि 8 बड़ी राति भगवान कृष्ण को जन्म देने के जगन्नाथ जगन्नाथ नारी बड़ी आगे में प्रमाण पाइले किंतु आमे अभिराम ठाकुर कही जगन्नाथ कौन बड़ा क्षर जहा तू कही उठे को
କଥା ଆଜ୍ଞା ପୁରୁଷ ନିଶ୍ଚିନ୍ତ ନାରୀ ହୋଇକି ଜନ୍ମ ଦେଲେ ଭଗବାନ କୃଷ୍ଣଙ୍କୁ ଆଜ୍ଞା କିନ୍ତୁ ଅଭିରାମ ଠାକୁର କହିଲେ ଜଗନ୍ନାଥ ପୁରୁଷ ନୁହନ୍ତି କି ନାରୀ ନୁହନ୍ତି ଜଗନ୍ନାଥ ହେଉଛନ୍ତି ଅଣାକ୍ଷର ଜଗନ୍ନାଥ ହେଉଛନ୍ତି ଅଣାକ୍ଷର ଜଗନ୍ନାଥ ପୁରୁଷ ନୁହନ୍ତି କି ନାରୀ ନୁହନ୍ତି ଜଗନ୍ନାଥ ହେଉଛନ୍ତି ଅଣାକ୍ଷର ଅଭିରାମ ଠାକୁର ନିଜେ କହିଲେ ବୋଲେ ଜଗନ୍ନାଥ ହେଉଛନ୍ତି ଅଣାକ୍ଷର ଅଣାକ୍ଷରକୁ ଯିଏ ଭଜନ କରିବ ହଁ ସେ କଳିଯୁଗରେ ବିହନ ହେଇକି ରହିବ ଅଭିରାମ ଠାକୁର କହିଲେ ବୋଲେ କହିଦିନ ଅଣାକ୍ଷର ଯେହି ଚିହ୍ନି সেই কলিযুগরে বিহন হইকি রহিব অনাক্ষর কিয়ে আগে আমার অক্ষর কেতে অক্ষর আমি কেতুটা জানিপাইলে তা ভিতর অনাক্ষর আই অক্ষর কেতে কেতে কোন সেটা ইংরেজি বর্তমান ওড়িয়া পাল্লা হচ্ছে বিদগ্ধ পাণ্ডিত্য কলা সেই 26টা কথা পড়াও এটি আপনার আগে অচ্যুতানন্দ গোস্বামী কহিলে বায়ু হইল অণচাষ অক্ষর হইল আজ্ঞা পবনর গতি 50 খণ্ড ঠাରୁ ଅଧିକ ନାହିଁ ଆଉ ଅଧିକ ନାହିଁ ଅକ୍ଷର 50 ଅଧିକ ନାହିଁ 50 ଅକ୍ଷର ସାରେ ଆମେ ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ମିଶିକି 50 ଅକ୍ଷର ପଢିଥିଲେ ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ମିଶିକି ସେ 50 ଅଣାକାରକୁ ଯଦି ଆମେ ଚିହ୍ନି ପାରିବା ତାହେଲେ ଅଣାକାର ବିଷ୍ଣୁକୁ ଆগে ଚିହ୍ନି ପାରିବା ଅଣାକାର ବିଷ୍ଣୁକୁ ଜାଣିପାରିଲେ ଜଗନ୍ନାଥଙ୍କୁ ଆମେ ଜାଣିପାରିବା অভিরাম ঠাকুর কহନ୍ତି অনাক্ষর যাহাকু কহি অনাক্ষর যাহাকু কহি কাহাকু কহি তো ওঠে তো অন্ডিরা ওঠে তো অর্ধে পুরুষ অর্ধে নারী হেউଛନ୍ତି আগে জগন্নাথ অনাক্ষর ଆମେ ଅଣାକ୍ଷର ବିଷ୍ଣୁକୁ ଚିହ୍ନି ପାରିଲେ ଜଗନ୍ନାଥକୁ ଚିହ୍ନିବା କଥାଟା ଏଇଠି ରହୁ ତେଣୁକରି ଯଦି ଜଗନ୍ନାଥ ଅଣାକ୍ଷର ନହେବେ ତାହେଲେ ସେ ରତ୍ନବେଦୀ ଉପରେ ଯିଏ ବସନ୍ତି ଶାରଳା ଦାସଙ୍କର କହିବା ଆଜ୍ଞା ଭୁଲ ହେଇଯିବ
ঘোড়াকের বিষ্ণুদয় বিজে করেছই পঞ্চু ছড়া দাস তাহলে আমি পঞ্চু ভাই তুমি পুরী যাইছ যাইছি পুরী গেলে কেতে থর যাইছ ମୁଁ ଦିଥର ଯାଇଛି দেখো অন্য পুরী জেলার লোক ହେଇକି ମାତ୍ର 2 ଥର ଯାଇଛ ଯାଇକି ଦିଥର ଯାଇକି ପଇସା ଖର୍ଚ୍ଚ କରିଛି ତମେ ବ୍ରାହ୍ମଣ ଲୋକ ଲୋଭି ଲୋକ ତମେ ଯିବନି ତମେ ଯିବନି ତେବେ 2 ଥର ଯାଇଛ ଯାଇଛି କୋଉ ଥର ଥରଟିଏ ବୋବ ଧକ ଥିଲି ଯାଇଥିଲି ପାଠ ପଢେଇବାକୁ ଆଉ ଥରଟିଏ ମାଠିଆ ପାଠ କହିଦେଲା ପାପିଟା আরে যদি এই গাঁ বেলা জানিয়ে তুমি গোবধ করেছিল মাছিয়া পাত কেটে পেন্ডাল করে পুরী হল ହଁ পুরীরে পৌঁছিল ଆଜ୍ଞା আজ্ঞা জগন্নাথଙ୍କୁ দর্শন করিবার কিছু গোটা বিধি ব্যবস্থা আছে নীতি নিয়ম গোটে ଅଛି কেমিতি দর্শন কল ଗରୁଡ଼ ଖୁବ ପଛପଟେ ଛିଡ଼ା কোন ହେଲି খুঁটি ଗଉଡ଼ ଘର ଖୁଣ୍ଟି ଯୋଉଟା সেটা গরুড় স্তম্ভ ସେଇ ଖୁଣ୍ଟି ପଛପଟେ ଛିଡ଼ା ହେଲି ହାତ ଟେକିଲି କହିଲି ଜଗନ୍ନାଥ ସ୍ୱାମୀ ନୟନ ପଥରେ ଆମେ ଭୋଗ ତୁମେ আজ্ঞা ভাতৃক চিন্তা হল নাই ভক্ত করি সারিয়া কহিলে আমি জগন্নাথଙ୍କୁ দর্শন করিବାକୁ গলা বেলে গরুড় স্তম্ভর পশ্চাৎ ভাগে দর্শন করিবা